तो आमे जीप रे आसला बेले बर्तमान आमे गोटे वाटरफॉल अच्छे वाटरफॉल पूर्व आम भाविलु कौन टे स्नाक्स टाइप करदे से मैगी ब्रेड ऑमलेट पाइनएप्पल जूस ये सब जिन मगेलु गोटे मगेलु मोहब्बत की शरबत आपने दिल्ली रे बहुत वीडियो यार देखिए मोहब्बत की कश्मीर से आया है ये आइटम मोहब्बत की शरबत जिसमें मिला हुआ है वाटरमेलन दूध और उसके साथ संपान मंदरी ड्राई फ्रूट्स ऑल्सो and apart from that we have ordered this watermelon sorry what is this coconut okay आम तो खाई सारू सब प्लेट खाली वीडियोटा पर खाଇବା भल थिला ठीक ठाक थिला चलो जी भाई को पचारिया कौन कौन अच्छी जदि भैया आपका क्या क्या रहता है लाइक मैगी ऑमलेट ब्रेड ऑमलेट वेज मैगी अंडा चीज मैगी फ्रेश जूस है ना पाइनएप्पल ऑरेंज वाटरमेलन फ्रेश जूस कोकोनट वाटर कोकोनट शेक मोहम्मद का शरबत पूरा आइटम जूस आइटम्स ओके और टाइमिंग क्या रहता है टाइमिंग 7 o'clock स्टार्टिंग और नाइट 7:30 में ओके ठीक ओके थैंक यू ଏବେ ଆସିଥିଲୁ ଗୋଟେ ୱାଟରଫଲ୍ ବୁଲିବା ପାଇଁ ତ ଏଠି ୱାଟରଫଲ୍ର ଆରାଉଣ୍ଡ 25 रुपीज़ ଅଛି ଟିକେଟ୍ ତ ଏଇଟା 4 ଜଣଙ୍କର ଆମେ ନେଇସାରିଲୁ ଟିକେଟ୍ ତ ଏଇଟା ଜିପ୍ ଲାଇନ୍ ଫିପ୍ ଲାଇନ୍ କରିବା ପାଇଁ ବି ଏଠି ବି ଅଛି ଏଠି ବି ଲୋକ ଜିପ୍ ଲାଇନ୍ କରୁଛନ୍ତି ୱାଟରଫଲ୍ ଭିତରକୁ ଯାଇକି ମୁଁ ଆପଣଙ୍କୁ ୱାଟରଫଲ୍ ଦେଖାଉଛି ସୋ ଆସିଲା ମାନେ ଏଇ ୱାଟରଫଲ୍ ଯାହା ଆସିବେ ଏଠିକି ଆସିଲା ମାନେ ବହୁତ ସାରା ଜିନିଷ ଏମିତି ଷ୍ଟୋର୍ ଭିତରେ ମିଳିଯିବ ଆପଣଙ୍କୁ ମାନେ ଏଠୁ କିଣାକୁଣି କରୁଛନ୍ତି କିଛି ସେଇଟା ଗୋଟେ ଭ୍ୟୁ ପଏଣ୍ଟ ଏଇଠି ଏଠୁ ଗଲା ପରେ ଆମେ ୱାଟରଫଲ୍କୁ ଯିବା ୱାଟରଫଲ୍ କହୁଥିଲେ ୱାଟରଫଲ୍ ରୋଡ୍ ଏଇଟା ମାନେ ଯଦି ଯିବେ ଏଇପଟେ ୱାଟରଫଲ୍ ଏମିତି ନର୍ମାଲି ଏଠି ଏମିତି ଲେଖା ହେଇଥାଏ ଯେ ୱାଟରଫଲ୍ କୋଉପଟେ ଯିବ ଟିକେ ବାଟ ଚାଲିବାକୁ ପଡ଼ିବ କିନ୍ତୁ ଚାଲିଲା ପରେ ୱାଟରଫଲ୍ ଆସିବ ତ ଆମେ ଅଲମୋଷ୍ଟ ଆସିଗଲୁଣି ଯାଇକି ମୁଁ ଦେଖାଉଛି ଆପଣଙ୍କୁ ୱାଟରଫଲ୍ଟା ସେଇଟା ୱାଟରଫଲ୍ଟା ଅଛି ମାନେ ଏତେ ବଡ଼ ନୁହଁ କିନ୍ତୁ ଭଲ ୱାଟରଫଲ୍ ଆଗରୁ ଏଠି ଭିତରକୁ ଯିବା ପାଇଁ ଦେଉଥିଲେ ଏବେ କିନ୍ତୁ ଭିତରକୁ ଯିବା ପାଇଁ ଦେଉନାହାନ୍ତି ତ ଏବେ ଏମିତି ଏଠି ଗୋଟେ ବ୍ୟାରିକେଡ୍ ଟାଇପ୍ର ବନେଇ ଦେଇଛନ୍ତି ବ୍ୟାରିକେଡ୍ ଭିତରେ ଆପଣ ଠିଆ ହେଇକି ଦେଖିପାରିବେ କିନ୍ତୁ ନହେଲେ ଆଗରୁ ଏଇ ପଥର ଫଥରରେ ପଶିକିନି ଆପଣ ଯାଇକି ଡାଇରେକ୍ଟ ଫଟୋ ନେଉଥିଲେ ଯାହା ମୁଁ ଯେତିକି ଜାଣିଥିଲି ଏଠି ଠିଆ ହେଇପାରୁଥିଲେ ସୋ ଜିପ୍ରେ ଆସୁ ଆସୁ ଏପଟକୁ ଖାଲି ଜିପ୍ ହିଁ ଆଲାଉ ଅଛି ସେମାନେ ନର୍ମାଲ ଗାଡ଼ି ଆଲାଉ କରୁନାହାନ୍ତି ସୋ ଜିପ୍ ଆମେ ବୁକ୍ କରିକି ଆସିଥିଲୁ ତ ଏବେ ଆମେ ୱାଟର ପାର୍କ ପରେ ସରି ୱାଟରଫଲ୍ ପରେ ଏବେ ଆମେ ଯାଉଛୁ ଗୋଟେ ହ୍ୟାଙ୍ଗିଂ ବ୍ରିଜ୍ ଅଛି ସେଇ ହ୍ୟାଙ୍ଗିଂ ବ୍ରିଜ୍କୁ ଦେଖିବା ହ୍ୟାଙ୍ଗିଂ ବ୍ରିଜ୍ କେମିତି କ'ଣ ମୁଁ ଆପଣଙ୍କୁ ନେଇକି ଦେଖାଉଛି ଇଣ୍ଡିଆରେ ଦେଖିପାରୁଥିବେ ଏଇଟା ହ୍ୟାଙ୍ଗିଂ ବ୍ରିଜ୍ ଆଗରୁ ଏଇ ହ୍ୟାଙ୍ଗିଂ ବ୍ରିଜ୍ ଦେଇକି ସେମାନେ କହୁଥିଲେ ଯେ ଏସବୁ ଏଗୁଡ଼ା ଯାଉଥିଲା କିନ୍ତୁ ଏବେ ଆଉ ଏଠାରେ ଯାଇପାରୁନି ମନା କରିଛନ୍ତି ସେଠି ଏଗୁଡ଼ା ସବୁ ବୋଲିବେ ତ ଆଗରୁ ଏପଟେ ଦେଇକି ସବୁ ଯାଉଥିଲା ତବେ ହ୍ୟାଙ୍ଗିଂ ବ୍ରିଜ୍ ଏଇଟା ଗୋଟେ ଅଛି ଯୋଉଟାକି କିଛି ନାହିଁ ଏପଟେ ସେପଟେ ବାସ୍ ମଝିରେ କିଛି ନାହିଁ ଆପଣ ତଳଟା ଏତେ ବହୁତ ତଳେ କ୍ୟାମେରାରେ ମେ ବି କମ୍ ଦେଖାଯାଉଥିବ କିନ୍ତୁ ଆକ୍ଚୁଆଲି ଏଇଟା ବହୁତ ତଳେ ଅଛି ତ ଏଇଟା ହେଲା ଟୋଟାଲ ପାଣି ବହୁତ ଅଛି ଏଠି ପଡୁଛି ଏପଟେ ସେପଟେ ବ୍ରିଜଟା ୱାକିଂ ପାଇଁ ରଖିଛନ୍ତି ଆଉ ଗାଡ଼ି ଏଠି ଆଲାଉ କରୁନାହାନ୍ତି ଏବେ ଆମେ ଆମର ନେକ୍ସଟ ଲୋକେସନ୍ ଆସି ପହଞ୍ଚି ଯାଇଛୁ ଏଇଟା ଗୋଟେ ଡ୍ୟାମ୍ ଗୋଟେ ଏଇ ଡ୍ୟାମ୍ରେ ଲାଇକ୍ ଏଠାରେ ଖାଲି ସ୍ପିଡ୍ ବୋଟ୍ ବଗେରା ଆଲାଉ ଅଛି ଡ୍ୟାମ୍ରେ ଗାଡ଼ି ଦେଇକି ଆସିଲୁ ଆମେ ସେପଟେ ବଟ୍ ସେ କହିଲେ ଯେ ଏଠି ଆମର ଚେନ୍ନାଇ ଏକ୍ସପ୍ରେସ୍ ସୁଟିଂ ହେଇଥିଲା ଆଉ ଏଠି ଏମାନଙ୍କର ମାନେ ଗାଡ଼ି ମଝିରେ ସେ ଡ୍ୟାମ୍ ଉପରେ ରଖିବାର ଆଲାଉ ନାହିଁ ତ ବାହାରକୁ ଆସିକି ରଖିଲୁ ସେ ଯେଉଁ ରାସ୍ତାଟା ଆପଣ ଦେଖୁଛନ୍ତି ଯେଉଁଠି ଗାଡ଼ି ଆଉଛି ସେଟା ଗାଡ଼ି ମଝିରେ ଆପଣ ରଖିପାରିବେନି ଗାଡ଼ି ଆସୁଛି କିନ୍ତୁ ପୁରା ବହୁତ ପାଣି ଅଛି ମାନେ ଏଇ ଡ୍ୟାମ୍ଟାରେ ଏଇଠୁ ୱାଟର ସପ୍ଲାଏ ପାଇଁ ମାନେ ଏଇଠୁ ୱାଟର ସପ୍ଲାଏ ସବୁଆଡ଼େ ହୁଏ ଆଉ ଇଲେକ୍ଟ୍ରିସିଟି ଜେନେରେସନ୍ ହୁଏ ସେ କହିଲେ ଯାହା ଉପରୁ ମୋତେ ଲାଗିଲା ଟିକେ କ୍ଲିଅର ଆସିଲାନି ବୋଲି ମୁଁ ତଳୁ ଯାଇ ଆପଣଙ୍କୁ ଦେଖୁଛି ରାସ୍ତାଟା ଟିକେ ଠିକ୍ ଅଛି ତ ଏଠି ଆପଣ ଆସିଲେ ବୋଟିଂ ବି କରିପାରିବେ ଯଦି ଆମ ପାଖେ ଟାଇମ୍ ନାହିଁ ଆମେ ତ ଭାବୁନୁ ଏବେ ବୋଟିଂ ପାଇଁ ତଳୁ
ତ ସେପଟେ ସେପଟେ ଅଛି ସେ ହୋଟେଲ ପାଇଁ ପାଣି ଦେଖୁଛନ୍ତି କେତେ ବହୁତ ପାଣି। ଏଇଟା ଆମର ଚେନ୍ନାଇ ଏକ୍ସପ୍ରେସ ସୁଟିଂ ହେଇଥିଲା। ସେ ଉପରେ ବ୍ରିଜରେ ରଖିବାକୁ ଦେଉନାହାନ୍ତି କାରଣ ବ୍ରିଜରେ ସେମାନେ ମନା କରୁଛନ୍ତି ସିକ୍ୟୁରିଟି ରିଜନ୍ ପାଇଁ। ଏଇଠି ଇଲେକ୍ଟ୍ରିସିଟି ଜେନେରେଟ୍ ହେଇକି ପଠାଉଛନ୍ତି। ପାଣି ବହୁତ ଅଛି ଏଠି। ଏବେ ଜଷ୍ଟ ଆମେ ଏଠୁ ବାହାରିଲୁ ଡ୍ୟାମ୍ରୁ। ଏଇଠି ଡ୍ୟାମ୍ ପାଖରେ ଏଇଠି ମାନେ ଆପଣ ଯଦି ଆସିବେ ଏଇଠି ଏଗୁଡ଼ା ଅଛନ୍ତି। ତ ଆମେ ଏଇଥିରେ ଆସିଛୁ କାର୍ରେ। ବହୁତ ସ୍ମୁଥ୍ ଥିଲା ସେ ଆଗ ଗାଡ଼ିଟା। ଏଇଟା ବହୁତ ସ୍ମୁଥ୍ ଅଛି ରାଇଡ୍ ମାନେ ବହୁତ ମାନେ ରାସ୍ତା ସେଇ ଟାଇପ୍ର ଅଛି କିନ୍ତୁ ସ୍ମୁଥ୍ ଭଲ ଅଛି। ଆଗଟା ହେଉଛି ଗୋଟେ ପାର୍କ। ଏଠିକି ଆସିଲେ ଆପଣ ପାର୍କରେ ବି ବୁଲିପାରିବେ। କ'ଣ ଜୁମ୍ କରି ଦେଖେଇ ଦେଉଛି। ସେ ଦୋଳି ବଗେରା ସବୁ ଅଛି। ସେ ଭିତରକୁ ଯାଇକି ସେଗୁଡ଼ା ଅଛି। ତମ ପାଇଁ ଟାଇମ୍ ଏବେ ନାହିଁ, ଏ ଭିତରକୁ ଆମେ ଯାଉନୁ। କହୁଥିଲେ ଯେ ଏଇଠି ରାସ୍ତାରେ ରଖଉନାହାନ୍ତି। ଏ ରାସ୍ତାରେ ଏମିତି ଏଥିପାଇଁ ଆପଣ ଦେଖିପାରୁଥିବେ ଏଇଟା ହେଉଛି ବ୍ରିଜ୍ ଅଛି। ବ୍ରିଜ୍ ଉପରେ ଆମେ ଏବେ ଯାଉଛୁ। ଆମେ ଗୋଟେ ଯାଉଛୁ ହେଭି ରାସ୍ତାରେ। ସେ ଇଏ ଓ ଭାଇ ଓ ଭାଇ ବ୍ରିଜ ଅଛି ପୁରା ଗାଡ଼ି ଯାଉଛି ଷ୍ଟେଜରେ ଯାଉଛି ସତ କଥା। ମୁଁ କହିଲି ସତ କଥା କହୁଛି। ଯାହା ବି ହେଲେ କିନ୍ତୁ ଟ୍ରିପ୍ଟା ମଜା ଆସିଗଲା। ମୁନା ଲାଷ୍ଟ ଯୋଉ ସଫାରି କଲୁ ଆମେ ସେଟା ଗୋଟେ ଭଲ ଲାଗିଲା। ବହୁତ ଭଲ ଜାଗା କଭର ହେଲା। ଆଉ ଅଙ୍କଲ ବି ବେଷ୍ଟ। ହେଭି ରାସ୍ତା କିନ୍ତୁ ଏବେ ଜିପ୍ରୁ ବାହାରିଲୁ। ଜିପ୍ରୁ ବାହାରିକି ଏବେ ଲାଷ୍ଟ ଲୋକେସନ୍ ଜିପ୍ରେ। ଏଇଟା ହେଉଛି ଭ୍ୟୁ ମାନେ ହେଭି ଭ୍ୟୁ। ଏଇଟା ହେଉଛି ଆମର ପୁରା ହିଲ୍ ଟପ୍ କହୁଛନ୍ତି। ଆସିଲା ବେଳକୁ ରାସ୍ତା ମୁଁ ଆପଣଙ୍କୁ ଦେଖୁଥିଲି କେଉଁ ଭଳିଆ ରାସ୍ତାରେ ଆମେ ସବୁ ଆସିଥିଲୁ। ତ ଏଇଟା ପୁରା ହିଲ୍ର ଲାଷ୍ଟ ପାର୍ଟ ଆପଣ ଦେଖିପାରୁଥିବେ। ୟା ଉପରକୁ ଆଉ ରାସ୍ତା ନାହିଁ। ଏଇଟା ଗଛ, ଏଇଟା ହେଉଛି ଜେନେରାଲ୍। ତ ଆମେ ପୁରା ସେ ତଳୁ ଆସିଲୁ ପୁରା ଉପରକୁ ଆସିଲୁ ଏ ଯାଏଁ। ତ ଏବେ ଲୋକେସନ୍ ମାନେ ମୁଁ କହିବି ତ ଯଦି ମୁନାର ଆସିବେ ସିଓର ଏଇଟା ନିଅନ୍ତୁ। ଯଦି ମୁନାର ଆପଣମାନେ ଯଦି ପ୍ଲାନ୍ କରି ଗାଡ଼ି ଧରିକି ଆସୁଛନ୍ତି ଠିକ୍ ଅଛି, କାରଣ ଗାଡ଼ି ଧରିକି ଆସିଲେ ଏମାନଙ୍କୁ ଗାଡ଼ି ଆଲାଉ ନାହିଁ। ଯେହେତୁ ଏଇଟା ଟିକେ ରହୁଛି ଆମର ଇଏ ଟାଇପ୍ର କ'ଣ କହିଲେ ଆମର ମାନେ ରାସ୍ତା ଟିକେ ଏଇ ଟାଇପ୍ର ରହୁଛି। ତ ସେଥିରେ ଖାଲି ଏମାନେ ଯେଉଁ ଆସୋସିଏସନ୍ ବନେଇଛନ୍ତି ସେଥିର ଥାର୍ ଫାର୍ ଗୁଡ଼ାକ ଯେତେ ସବୁ 4x4 ସେଇ ଗାଡ଼ି ଗୁଡ଼ାକୁ ଆଲାଉ କରୁଛନ୍ତି। ଯେମିତିକି ଆମେ ଆସିଥିଲୁ। ଆପଣମାନେ ଯଦି ଆଇବେ ତାହେଲେ ଏଇଭଳିଆ ଜାଗା ଦେଖିପାରିବେ ପୁରା ମୁନାରର। ଏଇଟା ହେଲା ଟୋଟାଲ୍ ଟପ୍। ଏଇଟା ଆଉ ଯେତେ ସବୁ ମଝିରେ ମଝିରେ ଦେଖୁଛନ୍ତି ଘର ଫର, ସେ ମଝିରେ ମଝିରେ କିଛି କିଛି ଏରିଆ ହେଇକି ଘର ଭିତରେ ହେଇଛି। ତ ପୁରା ହିଲ୍ ଷ୍ଟେସନ୍ ଯେଉଁ କହନ୍ତି, ଉଟି ଯଦି ଯାଇଥିବେ ଉଟିର ଫିଲିଂ, ଉଟି ଆଉ ମୁନାର ମୋତେ ଅଲମୋଷ୍ଟ ସିମିଲାର ଟାଇପ୍ର ଲାଗିଲା। ସେଠି ବି ସେଇ ଚା ବାଗାନ ମାନେ ଚା ବଗିଚା ଫଗିଚା ଟାଇପ୍ର। ତ ଠିକ୍ ଅଛି, ମୁଁ ଯାଉଛି ଆଗକୁ କେଉଁଠି କ'ଣ କରିବି ମୁଁ ଆପଣଙ୍କୁ ଜଣାଉଛି। ନେକ୍ସଟ ଲୋକେସନ୍ ହେଲା ଆମର ସ୍ପାଇସ୍ ଗାର୍ଡେନ୍। ସ୍ପାଇସ୍ ଗାର୍ଡେନ୍କୁ ଆସିଥିଲୁ ତ କିନ୍ତୁ ଏବେ ଆମେ ଯାଉଛୁ ସ୍ପାଇସ୍ ପ୍ୟାଲେସ୍। ଆପଣମାନଙ୍କୁ ଦେଖୁଛି ଯାଇକି କ'ଣ ଅଛି ସ୍ପାଇସ୍। Actually, we came here for the Spice Garden, but you didn't take the ticket. We don't take the we didn't took the ticket, and we haven't entered to the Spice Garden. Now we are entering to the Spice Palace, where we can see how many type of spices are here. And here also there is one chocolate dry fruits farm fresh chocolate and dry fruits, where you can buy some chocolates, dry fruits also. Let's go. ଚାଲନ୍ତୁ ଯିବା ଚାଲନ୍ତୁ। ସ୍ପାଇସ୍ ପ୍ୟାଲେସ୍ରେ ଏମିତି ସବୁ ସ୍ପାଇସେସ୍ ଅଛି। ଆମେ ଗୋଟେ ଚକୋଲେଟ୍ ଇଏର ଚକୋଲେଟ୍କୁ ଯାଇକି ମୁଁ ଆପଣଙ୍କୁ ଦେଖାଉଛି କେମିତି କ'ଣ ଚକୋଲେଟ୍ସ ଅଛି। ଆଉ ଆକ୍ଚୁଆଲି ଆମେ ଆଜି ଟି ଗାର୍ଡେନ୍ ଯାଇଥିଲେ ହେଇଥାନ୍ତା, ତାପରେ ଚକୋଲେଟ୍ ମେକିଂ ବି ଦେଖେଇଥାନ୍ତି, କିନ୍ତୁ ବୋଥ୍ ଆଜି ଯେହେତୁ 25 ଡିସେମ୍ବର ସୋ ବୋଥ୍ ଆଜି ବନ୍ଦ ଥିଲା ୱାର୍କର୍ମାନଙ୍କ ତରଫରୁ, ସେଥିପାଇଁ ଯାଇ ହେଲାନି। ତ ଏବେ ମୁଁ ଆସିକି ଆପଣଙ୍କୁ ଦେଖାଉଛି ଚକୋଲେଟ୍ର କ'ଣ କେମିତି ରହୁଛି। ସବୁ ଚକୋଲେଟ୍ ଗୁଡ଼ା ଏମିତି ସବୁ ଅଛି।
नॉर्मली एगुड़ा मेकिंग देखे जाती गोटे मेकिंग गुड़ा एमती रोज से पहुंच जाइए एलिफेंट राइड रे देख पारे एमती जी 20 मिनट गोटे राइड रही हाथी नहीं जीव जंगल भितर फीडिंग अच्छी तो टिकेट एठी अच्छी अराउंड 750 आ 100 फीडिंग वेटिंग टाइम बहुत अच्छी लोक मैंने बहुत जाऊँ एलिफेंट सहित किसी टाइम स्पेंड करने राइड स्टार्ट हो जाए अच्छा भाई गोटे बिल्डिंग तो आम मैंने मैंग्रोव फॉरेस्ट भितर को एंट्री करूँ जना पड़ जाऊँ मैंने जस्ट देला माने बहुत दुनिया आसलु वाटर मेट्रो केरला वाटर मेट्रो आप जानते हैं वर्ल्ड फास्ट जहाँ मोर मन पड़ुची वर्ल्ड फास्ट यहाँ जो वाटर मेट्रो स्टार्ट होता